ସମସ୍ତଙ୍କୁ ମୋର ଶୁଭ ସନ୍ଧ୍ୟା। ଆଜି ଆମେ ଦେଖିବା ଓଡ଼ିଆ ସାହିତ୍ୟରେ ସାରଳା ପୁରସ୍କାର ପ୍ରାପ୍ତ ପୁସ୍ତକ, ଲେଖକ ଏବଂ ସମୟ ସୀମା ମଧ୍ୟ ଜାଣିବା। ତ ଦେଖିପାରୁଥିବେ ସାରଳା ପୁରସ୍କାର କେଉଁମାନେ ପାଇଛନ୍ତି ଓଡ଼ିଆ ସାହିତ୍ୟରେ। ତାହେଲେ ଦେଖିପାରୁଥିବେ ଲେଖକ ସୁରେନ୍ଦ୍ର ମହାନ୍ତି କୁଳବୁଦ୍ଧ ପୁସ୍ତକ ପାଇଁ 1980 ମସିହାରେ ସାରଳା ପୁରସ୍କାର ପାଇଥିଲେ। ମନୋଜ ଦାସ ଧୂମ୍ରାମ୍ବ ଦିଗନ୍ତ ପାଇଁ ଗଳ୍ପ ପୁସ୍ତକ ପାଇଁ 1981 ମସିହାରେ ସାରଳା ପୁରସ୍କାର ପାଇଥିଲେ ଏବଂ ଚନ୍ଦ୍ରଶେଖର ରଥ ସମ୍ରାଟ ଓ ଅନ୍ୟମାନେ ଗଳ୍ପ ପୁସ୍ତକ ପାଇଁ 1982 ମସିହାରେ ସାରଳା ପୁରସ୍କାର ପ୍ରାପ୍ତ ହୋଇଥିଲେ। ଦେଖିପାରୁଥିବେ ଇଏ ହେଉଛି ସମସ୍ତ ଦେଇଛି। ତାପରେ ଆମର ସାହିତ୍ୟ ଭାରତୀ ସମ୍ମାନ ପ୍ରାପ୍ତ ଲେଖକ ମନୋଜ ଦାସ 1995ରେ ସାହିତ୍ୟ ଭାରତୀ ସମ୍ମାନ ପ୍ରାପ୍ତ ହୋଇଥିଲେ। ତାପରେ ଅତିବଡ଼ି ଜଗନ୍ନାଥ ଦାସ ସମ୍ମାନ ପ୍ରାପ୍ତ ଲେଖକଙ୍କର ନାମ ତଳେ ଦିଆହେଇଛି ଦେଖିପାରୁଥିବେ ଏବଂ ସମୟ ସୀମା ମଧ୍ୟ ଦିଆହେଇଛି। ତାପରେ ଆମର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ପୁସ୍ତକ ଏବଂ ଲେଖକ ମଧ୍ୟ ଏଥିରେ ଦିଆହେଇଛି। ଉଠ କଙ୍କାଳ କାବ୍ୟ କବିତା ପାଇଁ ଗଦାବରୀଶ ମହାପାତ୍ର କେନ୍ଦ୍ର ସାହିତ୍ୟ ଏକାଡେମୀ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ହୋଇଥିଲେ ଦିଆହେଇଛି ଦେଖିପାରୁଥିବେ। ତାପରେ 1974ରୁ 1975 ମସିହା ପ୍ରକାଶିତ ପୁସ୍ତକ 1976ରେ ପୁରସ୍କୃତ। ତାପରେ ଇଏ ଥିଲା ଆମର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ପୁସ୍ତକ ଏବଂ ଲେଖକ ତ ଦେଖିପାରୁଥିବେ। ତାପରେ ଦେଖିଥିଲେ ଆମେ ଅତିବଡ଼ି ଜଗନ୍ନାଥ ଦାସ ସମ୍ମାନ ପ୍ରାପ୍ତ ଲେଖକ, ସାହିତ୍ୟ ଭାରତୀ ସମ୍ମାନ ପ୍ରାପ୍ତ ଲେଖକ ଏବଂ ସାରଳା ପୁରସ୍କାର ପ୍ରାପ୍ତ ପୁସ୍ତକ।